ମୁଁ ଆପଣଙ୍କୁ ହାତ ଯୋଡ଼ିକି ନିବେଦନ କରୁଛି ଏମିତି ଖରାପ କାମ କରନ୍ତୁନି। ଆଲୋ 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 ରୁଦ୍ର ବାବୁ କଣ କିଛି ଭୁଲ କରିଦେଇଛନ୍ତି? କଣ ହାତ ଯୋଡ଼ିଲେନି? ହଁ ହେଇଥିବ କଣ ଭୁଲ କରିଦେଇଥିବେ ନେତା ମନ୍ତ୍ରୀ ଲୋକ। ଆରେ ନା ନା ଶହ ଫାଲତୁ କଥା, ସେ କିଛି ଭୁଲ କରିନାହାନ୍ତି। ଏଇ ରାସ୍ତା ଦେଇକି ଯାଉଥିଲେ, ସେ ଦେଖିଲେ ଯେ ରାସ୍ତା କାମରେ ଘୋଟାଲା ହଉଛି, ସେ ସେଇଥିପାଇଁ କିଛି ତାଙ୍କୁ କହୁଛନ୍ତି। ଆମ ଡେଲାଙ୍ଗ ପିପିଲ ଲୋକମାନଙ୍କ ପଇସା ଏମିତି କାହାର ପକେଟ ଗରମ। ଆଉ ଯଦି ଏଇଭଳି ଯଦି ରାସ୍ତା ଯଦି କାମ ଚାଲିବ, ଏ ରାସ୍ତା କେତେ ଦିନ ଯିବ ତମେ ନିଜେ କହିଲ ଟିକେ? ରାସ୍ତା କାମ ଚାଲିଛି, ପିଚୁ ଖାଲି ଛିଚି ପକେଇଛନ୍ତି, କେତେ ଦିନ ରାସ୍ତା ଯିବ? ଆଜିକାଲି ଯୋଉ ରାସ୍ତା କାମ କରୁଛନ୍ତି, ଖାଲି କିଛିଟା କାମ କରିଦଉଛନ୍ତି ଆଉ ତାଙ୍କ ନିଜ ପକେଟ ଗରମ କରିଦଉଛନ୍ତି। ଆଉ ଦେଖିବ ଆମ ଓଡିଶାରେ ଯୋଉ ସବୁ ଡିଷ୍ଟ୍ରିକ୍ଟରେ ଏଇଭଳି ରାସ୍ତା କାମ ଚାଲୁଛି, ସମସ୍ତେ ନିଜ ନିଜ ସ୍ୱାର୍ଥ ଦେଖୁଛନ୍ତି, ପକେଟ ଗରମ କରୁଛନ୍ତି। ରାସ୍ତା କାମ ହେଲେ ହଉ ନହେଲେ ନାହିଁ। ଯଦି ପିପିଲି ଏରିଆର ରୁଦ୍ର ଭାଇ ସିନା ଦେଖିଲେ ବୋଲି ଏଇ କଥା ସେ କହିଲେ, ଯଦି ଆମ ସବୁ ବିଧାୟକ ମାନେ ଏଇଭଳି ଭାବରେ ରାସ୍ତାକୁ ଯାଞ୍ଚ କରିବେ କେମିତି କଣ କାମ ଚାଲିଛି, ତା ରାସ୍ତା ବହୁତ ଶୀଘ୍ର ଡ୍ୟାମେଜ ହବନି କି ଆକ୍ସିଡେଣ୍ଟର ଭୟ କମିଯିବ।